ସାଙ୍ଗମାନେ এই ভিডিও প্রত্যেক লেজি স্টুডেন্ট ମାନଙ୍କ ପାଇଁ ଗୋଟେ ୱାର୍ଣ୍ଣିଂ। ଯଦି ତୁମେ ଆଜି ଅଳସୁଆ ହେଇକି ନିଜ ଫ୍ୟୁଚର ପାଇଁ କିଛି ନ କରିବ ତାହେଲେ ଦାରିଦ୍ରତା, ଇନସଲ୍ଟ ଆଉ ପଶ୍ଚାତାପ ସାରା ଜୀବନ ତୁମ ପିଛା ଛାଡ଼ିବନି। ସାଙ୍ଗମାନେ এই ଭିଡିଓକୁ ତମେ ଶେଷ ପର୍ଯ୍ୟନ୍ତ ଦେଖିଲେ ପାଞ୍ଚଟା ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ ଜାଣିବାକୁ ପାଇବ। ଫାର୍ଷ୍ଟ, ଅଳସୁଆପଣ କିପରି ଲାଇଫକୁ ଡେଷ୍ଟ୍ରୟ କରେ। ସେକେଣ୍ଡ, ଗରିବ ଘରର ଷ୍ଟୁଡେଣ୍ଟ କାହିଁକି ହାର୍ଡୱାର୍କ କରିବା ଦରକାର। ଥାର୍ଡ, ଟାଇମ୍ ପାସ୍ର ଭୟଙ୍କର ପରିଣାମ। ଫୋର୍ଥ, ଫ୍ୟୁଚରରେ ରିଗ୍ରେଟ୍ କିପରି ଆସେ। ଫିଫ୍ଥ, ସକ୍ସେସ୍ ପାଇଁ ଡିସିପ୍ଲିନ୍ କେତେ ଇମ୍ପୋର୍ଟାଣ୍ଟ ହେଇଥାଏ। ଯଦି ତୁମେ ଲାଇଫରେ କିଛି ବଡ଼ କରିବାକୁ ଚାହୁଁଛ ତାହେଲେ এই ଭିଡିଓ ତମ ଭିତରେ ନିଆଁ ଲଗାଇଦେବ। ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ। ତେବେ ଚାଲନ୍ତୁ ଆଜିର এই ସୁନ୍ଦର ଭିଡିଓଟିକୁ ଷ୍ଟାର୍ଟ କରିବା। ସାଙ୍ଗମାନେ ଆଜି ଯେଉଁ କଥା କହିବି ନା, ହେଇପାରେ ସେଇ କଥା ତମ ଇଗୋକୁ ହର୍ଟ କରିଦେବ, କିନ୍ତୁ ସତ କଥାଟା କେବେ ସଫ୍ଟ ହେଇନଥାଏ। ସାଙ୍ଗମାନେ ଯଦି ତମେ ଆଜି ଅଳସୁଆ ହେଇକି ନିଜ ଫ୍ୟୁଚର ପାଇଁ କିଛି ନ କରିବ ତାହେଲେ ମନେ ରଖ ଏହି ଦାରିଦ୍ରତା ସାରା ଜୀବନ ତମ ପିଛା ଛାଡ଼ିବନି। ଆଜି ତମେ ଯେଉଁ ବେଡ୍ ଉପରେ ଶୋଇ ରହିକି ମୋବାଇଲ ସ୍କ୍ରୋଲ କରି ଚାଲିଛ ସେଇ ମୋବାଇଲ କାଲି ତମ ରିଗ୍ରେଟର କାରଣ ହେବ। ସାଙ୍ଗମାନେ ଗରିବ ଘରର ପିଲା ପାଇଁ ଆରାମ ହେଉଛି ସବୁଠାରୁ ଡେଞ୍ଜରିୟସ୍ ଆଡିକ୍ସନ୍। କାରଣ ଯେଉଁ ଘରେ ଟଙ୍କା ନଥାଏ ସେଠାରେ ଲେଜି ହେବାର ପରମିଶନ ନଥାଏ। ସାଙ୍ଗମାନେ ଆଜି ଯଦି ତମେ ନିଜ ଲାଇଫ ପାଇଁ ଫାଇଟ୍ ନ କରିବ ତାହେଲେ କାଲିକି ଲାଇଫ ତମକୁ ଇନସଲ୍ଟ କରିବା ଆରମ୍ଭ କରିଦେବ। ମନେ ରଖ ଏ ଦୁନିଆ କେବଳ ସକ୍ସେସଫୁଲ ଲୋକମାନଙ୍କୁ ରେସ୍ପେକ୍ଟ ଦିଏ। ଯଦି ତମେ ଏମିତି ଗରିବ ହେଇକି ରହିବ, ଦୁର୍ବଳ ହେଇକି ରହିବ, ତେବେ କେହି ବି ତମକୁ ଖାତିର କରିବେନି, ବାସରେ ବି ପଚାରିବେନି। ସାଙ୍ଗମାନେ ଆଜି ତମ ରିଲେଟିଭ୍ସ ତମକୁ ଇଗ୍ନୋର କରୁଛନ୍ତି, ଏ ସମାଜ ତମକୁ ଭ୍ୟାଲୁ ଦେଉନି। ଜାଣନ୍ତି କାହିଁକି? କାରଣ ଏ ଦୁନିଆରେ ସେଇ ଲୋକଙ୍କୁ ଭ୍ୟାଲୁ ଦିଆଯାଏ ଯାହା ପାଖରେ ପାୱାର ଅଛି, ଯାହା ପାଖରେ ମନି ଅଛି, ଯାହା ପାଖରେ ସକ୍ସେସ୍ ଅଛି। ସାଙ୍ଗମାନେ ଯଦି ତମେ ଏବେ ମଧ୍ୟ ନିଜ ଜୀବନକୁ ସିରିୟସଲି ନେବନି ତାହେଲେ ଗୋଟେ ଦିନ ତମେ ନିଜେ ନିଜ ଲାଇଫକୁ ଘୃଣା କରିବ। କାରଣ ତମ କ୍ଲାସମେଟ୍ସ ସକ୍ସେସଫୁଲ ହେଇଯିବେ, କେହି କାରରେ ବୁଲିବେ, କେହି ଏସି ଅଫିସରେ ବସିବେ, କେହି ଫରେନ୍ ଯିବେ, ଆଉ ତମେ ସେଇ ଜାଗାରେ ହିଁ ରହିଯିବ। ସାଙ୍ଗମାନେ ସବୁଠୁ ଡେଞ୍ଜରସ୍ ପେନ୍ କ'ଣ ଜାଣନ୍ତୁ? ଭୋକ ନୁହେଁ, ଗରିବୀ ନୁହେଁ, ରିଗ୍ରେଟ୍। ସେହି ରିଗ୍ରେଟ୍ ଯେତେବେଳେ ତୁମେ ବୁଝିବ କି ଟାଇମ୍ ଥିଲା, ସୁଯୋଗ ଥିଲା, ଡ୍ରିମ୍ ଥିଲା, କିନ୍ତୁ ତମର ଏଇ ଅଳସୁଆ ପୁଣିଆ ପାଇଁ ତମେ ହାରିଗଲ। ସାଙ୍ଗମାନେ ତୁମ ବାପା ଦିନ ରାତି କଷ୍ଟ କରୁଛନ୍ତି, ତୁମ ମା ନିଜ ଇଚ୍ଛାକୁ ମାରି ଦେଉଛନ୍ତି। କାହିଁକି? କାରଣ ସେମାନଙ୍କୁ ବିଶ୍ୱାସ ଅଛି କି ମୋ ପିଲା ଗୋଟେ ଦିନ ଆମ ଜୀବନ ବଦଳାଇ ଦେବ। ଆଉ ତମେ ରାତି 2ଟା ପର୍ଯ୍ୟନ୍ତ ରିଲ୍ସ ଦେଖୁଛ। ଯଦି ବାପା ମା ଜୀବିତ ଥିବା ଅବସ୍ଥାରେ ତୁମେ ତାଙ୍କ ପାଇଁ କିଛି କରିପାରିବନି ତାହେଲେ ସେଇ ଜୀବନର ମିନିଂ କ'ଣ ଅଛି? ମନେ ରଖ ମା ବାପାଙ୍କ ଆଖିରେ ଗର୍ବର ଲୁହ ଆଣିବା ହିଁ ପିଲାର ସବୁଠୁ ବଡ଼ ଡ୍ୟୁଟି ହେଇଥାଏ। ଆଜି ଯଦି ତମେ କମ୍ଫର୍ଟ ଜୋନ୍ରେ ପଡ଼ି ରହିବ ତାହେଲେ କାଲିକି ଏ ଦୁନିଆ ତମକୁ ଦଳିଦେବ। କାରଣ ସକ୍ସେସ୍ କେବେ ଲେଜି ଲୋକଙ୍କୁ ମିଳିନଥାଏ। ସକ୍ସେସ୍ ସେଇମାନଙ୍କୁ ମିଳିଥାଏ ଯେଉଁମାନେ ନିଜ ନିଦକୁ ସାକ୍ରିଫାଇସ୍ କରନ୍ତି, ଯେଉଁମାନେ ନିଜ ଏଣ୍ଟରଟେନମେଣ୍ଟକୁ ସାକ୍ରିଫାଇସ୍ କରନ୍ତି, ଯେଉଁମାନେ ନିଜ ଡିଷ୍ଟ୍ରାକ୍ସନକୁ ମାରିଦିଅନ୍ତି। ସାଙ୍ଗମାନେ ଉଠ, ନିଜ ଜୀବନକୁ ସିରିୟସଲି ନିଅ, ନିଜ ଫ୍ୟୁଚର ପାଇଁ ଫାଇଟ୍ କର, ବହି ଖୋଲ, ମୋବାଇଲକୁ ସାଇଡରେ ରଖ, ଆଉ ଏମିତି ହାର୍ଡୱାର୍କ କର ଯେ ପର୍ଯ୍ୟନ୍ତ ତୁମ ଗରିବୀ ତୁମକୁ ଡରିବା ଆରମ୍ଭ ନ କରିଛି। ମନେ ରଖ ସାଙ୍ଗମାନେ ଆଜି ତମେ ହାର୍ଡୱାର୍କର ପେନ୍ ନେଇପାରିଲେ କାଲି ସକ୍ସେସର ହାପିନେସ୍ ପାଇବ, କିନ୍ତୁ ଯଦି ଆଜି ଲେଜି ହେବ, ଅଳସୁଆ ହେବ ତାହେଲେ ସାରା ଜୀବନ ତମକୁ ପଶ୍ଚାତାପରେ ବଞ୍ଚିବା ପାଇଁ ପଡ଼ିବ। ସେଥିପାଇଁ ଏବେଠାରୁ ଜାଗ୍ରତ ହେଇଯାଅ, ନିଜ ବାପା ମାଙ୍କ ସ୍ୱପ୍ନ ପାଇଁ ବଞ୍ଚ, ଆଉ ଏମିତି ସକ୍ସେସ୍ ହୁଅ ଯେମିତି ଦୁନିଆ ତମକୁ ସାଲ୍ୟୁଟ୍ ମାରିବ। ଜୟ ହିନ୍ଦ।